ସମସ୍ତଙ୍କୁ ନମସ୍କାର। ମିନି ଗଳ୍ପ ସାବିତ୍ରୀ ପୂଜା। ଆଗକୁ ସାବିତ୍ରୀ ପୂଜା ବୋଲି ଭାରି ତତ୍ପର ଅନିତା ମ୍ୟାଡାମ। ସ୍ୱାମୀ ଅନିମେଷଙ୍କ ସହ ଲଗାଇଛନ୍ତି ସବୁଠୁ ଦାମୀ ପାଟ ଶାଢ଼ୀ ଆଣିବାକୁ। ତାଙ୍କ କହିବା କଥା ଯେ ଏ ବର୍ଷ ସେ ସବୁଠୁ ଦାମୀ ପାଟ ଶାଢ଼ୀ ପିନ୍ଧି ଫଟୋ ଛାଡ଼ିବେ। ଆଉ ଓଷା ସାମଗ୍ରୀ ବି ଯେମିତି ଟିକେ ଉଣା ନ ହୁଏ। ସେଉ ଅଙ୍ଗୁରଠୁ ଆରମ୍ଭ କରି କାଜୁ, ଚେରି, ଲିଚି ପର୍ଯ୍ୟନ୍ତ ଗୋଟି ଗୋଟି କରି ଫଳମୂଳ କିଣା ହେବ। ନହେଲେ ସାବିତ୍ରୀ ପୂଜା ପୂରଣ ହେବନି। ସେହିଦିନ ପୁଣି ସାଙ୍ଗମାନଙ୍କ ସହ ବନ୍ଧୁ ମିଳନ ଅଛି। ସମସ୍ତଙ୍କୁ ବି ଦେଖାଇବାର ଅଛି ନା ଯେ ତାଙ୍କର ଷ୍ଟାଟସ୍ କ'ଣ। ସ୍ୱାମୀ ଅନିମେଷ ବି ଉପାୟ ନ ପାଇ ନେଇ ଆସିଲେ 27,000 ଟଙ୍କା ଦେଇ ପାଟ ଶାଢ଼ୀ। ଅନିତା କେବଳ ସେଇ ଦାମୀ ଶାଢ଼ୀମାନ ପିନ୍ଧନ୍ତି। କୁହନ୍ତି ଏ ଶାଢ଼ୀରୁ ଆମ ଷ୍ଟାଟସ୍ ଜଣାପଡ଼ିବ। ଆଉ ଦାମୀ ଶାଢ଼ୀ ଥରେ ପିନ୍ଧିଲେ ବାକି ସାଧାରଣ ଶାଢ଼ୀ ସବୁ ପିନ୍ଧିବାକୁ ଭଲ ଲାଗେ ନା। ଅନିମେଷ ବି ହଁ ମାରନ୍ତି। ପୂଜା ଦିନ ପହଞ୍ଚିଲା। ଦାମୀ ଶାଢ଼ୀ, ସୁନା ଅଳଙ୍କାର ପିନ୍ଧି ବିଭିନ୍ନ ପ୍ରକାର ଫଳମୂଳ ଅର୍ପଣ କରି ପୂଜା ଶେଷ ହେଲା। ପାଖ ପଡ଼ିଶା ଲୋକେ ବି ଦେଖନ୍ତୁ ବୋଲି ସାମ୍ନା ବଗିଚାକୁ ଯାଇ ବିଭିନ୍ନ ପୋଜରେ ଫଟୋ ନିଆଗଲା। ଠିକ୍ 2ଟା ବେଳକୁ ଚାକରାଣୀ ଆସିଲା। ତା ପୁରୁଣା ଶାଢ଼ୀ ଦେଖି ଅନିତା ଭାବିଲେ, ହଁ ଏ ତ ମଳିମୁଣ୍ଡିଆ ଲୋକମାନେ, କୋଉଠୁ ବା ନୂଆ ଶାଢ଼ୀ କିଣିବେ। ଚାକରାଣୀ ଖାଲି କହିଲା, ମା ଆଜି ଆପଣ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଅନିତା ଭାବିଲେ ଗରିବ ଲୋକ ବୋଲି ପାଟ ଶାଢ଼ୀ ଚିହ୍ନି ପାରୁନି। କାହିଁ ପାଟ ଶାଢ଼ୀ ଉପରେ ତ କିଛି ମନ୍ତବ୍ୟ ଦେଲା ନାହିଁ। ତେଣୁ ସେ କହିଲେ, ହଁ ପରା, ଦେଖୁନୁ ବାବୁ କେମିତି 27,000 ଟଙ୍କା ଦେଇ ଶାଢ଼ୀଟେ ଆଣିଛନ୍ତି। ଚାକରାଣୀ କହିଲା, ଖୁବ୍ ସୁନ୍ଦର ହେଇଛି। ତାପରେ ଚାକରାଣୀ ଚାଲିଗଲା। ଅନିତା ଆଉ ଅନିମେଷ ଚାଲିଲେ ବନ୍ଧୁ ମିଳନରେ ଯୋଗ ଦେବାକୁ। ପୁରୁଣା ସାଙ୍ଗମାନଙ୍କୁ ଦେଖି ଖୁବ୍ ଖୁସି ହେଲେ ଅନିତା। ପ୍ରାୟ ସମସ୍ତେ ତାଙ୍କ ଭଳି ନହେଲେ ସେହି ରକମର ଶାଢ଼ୀ ପିନ୍ଧିଥାନ୍ତି। କିନ୍ତୁ ଜଣେ ସାଙ୍ଗ ଥାଏ ଆଶା, ଯିଏକି ଗୋଟେ ସାଧା ସିଧା ଶାଢ଼ୀ ପିନ୍ଧିଥାଏ। ସାଙ୍ଗରେ ଥାନ୍ତି ସ୍ୱାମୀ ରାଜେଶ। ଆଶାଙ୍କ ସାଧା ସିଧା ବେଶ ପୋଷାକ ଦେଖି ଅନିତା କହିଲେ, ଆଶା ଏ ଯାଇତାଇ ଶାଢ଼ୀ ସବୁ କାହିଁକି ପିନ୍ଧୁଛୁ? ଦାମୀ ଦାମୀ ପ୍ରେଷ୍ଟିଜିୟସ୍ ଶାଢ଼ୀ ପିନ୍ଧିଲେ ସିନା ଘରର ଷ୍ଟାଟସ୍ ଜଣାପଡ଼ିବ, ଖାନଦାନୀ ଜଣାପଡ଼ିବ। ରାଜେଶ ବୋଧେ ତତେ ଦିଅନ୍ତିନି। ମୋ ସ୍ୱାମୀ କିନ୍ତୁ ମୁଁ କହିଲା ମାତ୍ରେ ଆଣିଦେବେ। ଦେଖୁନୁ ମୁଁ ମନା କରୁଛି, ହେଲେ 27,000 ଦେଇ ଶାଢ଼ୀଟେ ଆଣିଛନ୍ତି। ଆଶା ହସିଦେଲେ ଆଉ ଅନ୍ୟ ସାଙ୍ଗମାନଙ୍କ ସହ କଥା ହେବାକୁ ଚାଲିଗଲେ। ଠିକ୍ ଏତିକି ବେଳେ ପାଖ ଦେଇ ଯାଉଥିଲେ 2 ଜଣ ବୟସ୍କ ସ୍ୱାମୀ ସ୍ତ୍ରୀ। ଦୂରରୁ ଆଶାଙ୍କୁ ଦେଖି ସେ ଅନିତାଙ୍କୁ ପଚାରିଲେ, ଏ ଝିଅଟି ତୁମର କ'ଣ? ଅନିତା କହିଲେ, ସେ ମୋ ସାଙ୍ଗ। ସେ ବୟସ୍କ ବ୍ୟକ୍ତି ଆଉ ତାଙ୍କ ସ୍ତ୍ରୀ କହିଲେ, ଯାହା କୁହ ସେ ଝିଅଟି ସାକ୍ଷାତ୍ ଲକ୍ଷ୍ମୀ, ସାବିତ୍ରୀ। ସେ ଆମ ପଡ଼ିଶା ଘର ଘନଶ୍ୟାମ ବାବୁଙ୍କ ବୋହୂ। ଶାଶୁ ଶ୍ୱଶୁରଙ୍କର ଅତି ପ୍ରିୟ। ଯେମିତି ଘରର ସମସ୍ତଙ୍କର ଖବର ବୁଝେ, ଦୁଃଖୀ ରଙ୍କୀଙ୍କର ଦୁଃଖ ବି ବୁଝେ। କେତେ ସୁନ୍ଦର ବ୍ୟବହାର ଆଉ ଅହଙ୍କାର ଶୂନ୍ୟ ମନ। ପ୍ରକୃତରେ ଆଜିର ଅର୍ଥ ସର୍ବସ୍ୱ ଦୁନିଆରେ ଏ ଝିଅ ଗୋଟେ ଆଦର୍ଶ। ସବୁ ନାରୀମାନେ ଆଶାଠୁ ଶିଖିବା କଥା। ଏତିକି କହି ସ୍ୱାମୀ ସ୍ତ୍ରୀ ଦୁହେଁ ଚାଲିଗଲେ। କିନ୍ତୁ ସେମାନଙ୍କ କଥା ସବୁ ଅନିତାଙ୍କ କାନରେ ବାରମ୍ବାର ଗୁଞ୍ଜରିତ ହେଉଥିଲା। କିଛି ସମୟ ପରେ ଅନ୍ୟ ସାଙ୍ଗମାନଙ୍କ ସହ ହସି ହସି ପହଞ୍ଚିଲେ ଆଶା। ଏବେ କିନ୍ତୁ ଆଉ ଅନିତା ଆଶାଙ୍କୁ ତାଙ୍କ କମ୍ ଦାମର ଶାଢ଼ୀ ପିନ୍ଧିବାକୁ ନେଇ କିଛି କହୁନଥିଲେ କି ନିଜର 27,000 ଟଙ୍କାର ଶାଢ଼ୀ ବିଷୟରେ ବର୍ଣ୍ଣନା ବି କରୁନଥିଲେ। କାରଣ ସେ ବି ଏବେ ବୁଝି ସାରିଥିଲେ ଯେ ଦାମୀ ଶାଢ଼ୀ କି ଦାମୀ ଗହଣା ମଣିଷର ପରିଚୟ ନୁହେଁ। ମଣିଷ ନିଜେ ହିଁ ନିଜର ପରିଚୟ। ଧନ୍ୟବାଦ।